ଆଜ୍ଞା ନମସ୍କାର। ମୋ ନାଁ ହେଲା ଦେବାଶିଷ ପଟ୍ଟନାୟକ। ଗାଁ ନାଁ ପାହିଲୁଣ୍ଡି, ଚୁପୁରିଙ୍ଗି ଗ୍ରାମ ପଞ୍ଚାୟତ ଏବଂ କଣାସ ପୁରୀର ବାସିନ୍ଦା। ଆପଣ ଏମିତି ଇଲେକ୍ଟ୍ରୋନିକ୍ସ ଆଇଟମ୍ସ ର ସର୍ଭ କରିବା ପାଇଁ କାହିଁକି ଚେଷ୍ଟା କଲେ? ଆଜ୍ଞା ଆପଣଙ୍କୁ ଆଉଥରେ ମୁଁ କହିଥିଲି ଆମ ଅଞ୍ଚଳର ଉନ୍ନତି ପାଇଁ ଯେଉଁଗୁଡ଼ାକ ଇଲେକ୍ଟ୍ରିକ୍ କଞ୍ଜ୍ୟୁମ୍ ଯେଉଁଗୁଡ଼ାକ ଆମକୁ ମିଳିପାରୁନଥିଲା, ଟାଉନକୁ ଯିବା ପାଇଁ ପଡ଼ିଥିଲା, ଆମ ଅଞ୍ଚଳରେ ଏଇସବୁ ଜିନିଷ ସୁଲଭ ଦରରେ ମିଳିପାରୁଛି। ପ୍ରତ୍ୟେକ କଷ୍ଟମର ପାଇଁ ଆମ ପାଖରେ ଫାଇନାନ୍ସର ବ୍ୟବସ୍ଥା, ସୁଲଭ ଦର ଏବଂ ପ୍ରତ୍ୟେକ ଜିନିଷ ସୁଲଭ ଦରରେ ଆପଣମାନଙ୍କୁ ମିଳିପାରୁଛି। କଣ ଆପଣଙ୍କର ସବୁ ଆଭେଲେବଲ ଅଛି? ଗରମ ସିଜନରେ ଆପଣଙ୍କର କୁଲର, ଫ୍ୟାନ୍, ଏସି, ଷ୍ଟାବିଲାଇଜର ଯାହା ବି ଦରକାର ସେସବୁ ଜିନିଷ ଆମ ପାଖରେ ଅଛି। ଏବଂ ବାହାର ସିଜନ ପାଇଁ ରେଫ୍ରିଜରେଟର, ଆମର ୱାସିଂ ମେସିନ୍, ଏଲ୍ଇଡି, ମୋବାଇଲ, ଆମର ଆଲମାରି, ଯାହା ଦରକାର ପ୍ରତ୍ୟେକ ଜିନିଷ ଆମ ପାଖରେ ଅଛି। କଷ୍ଟମର କିଣିବା ପାଇଁ ହେଲେ କଣ କେମିତି କୋଉ ଉପାୟରେ କିଣିବେ? ଆମ ପାଖରେ ପ୍ରତ୍ୟେକ କଷ୍ଟମରଙ୍କର ଆମେ ଦାୟିତ୍ୱ ନେଉ। ଆମ ସେଲିଂଟା ବଡ଼ କଥା ନୁହେଁ। ପ୍ରଥମ କଥା ହେଲା ଆମର ସର୍ଭିସଟା ମୋ ପାଇଁ ମୁଁ ସବୁବେଳେ ପ୍ରାଧାନ୍ୟ ଦିଏ। କଷ୍ଟମରଙ୍କ ସର୍ଭିସ ମୋ ପାଇଁ ସବୁବେଳେ ସଦାସର୍ବଦା ସର୍ବୋପରି। ଏବଂ କଷ୍ଟମରଙ୍କର ପ୍ରତ୍ୟେକ କଷ୍ଟମର କିଣିପାରନ୍ତିନି, ସେଥିପାଇଁ ଆମ ପାଖରେ ଫାଇନାନ୍ସ ବାଜାଜ ଫାଇନାନ୍ସ ଆଭେଲେବଲ୍ ଅଛି। ସେ ଯୋଗୁଁ ଆପଣମାନେ ସୁଲଭ ଦରରେ, ଯାହା ପାଖରେ ପଇସା ନାହିଁ, ଯେଉଁ କଷ୍ଟମର କିଣିବା ପାଇଁ ଚାହିଁପାରିବେ, ଆପଣମାନେ ଯାହା ପାଖରେ କମ୍ ପଇସା ଅଛି ସେ ବି କିଣିପାରିବେ। ବାଜାଜ ଫାଇନାନ୍ସ ପାଇଁ କଣ ସବୁ ଆବଶ୍ୟକ ପଡେ, କେମିତି କଣ ତାର କ୍ରାଇଟେରିଆ, କେତେ ପରସେଣ୍ଟେଜ କଣ ସୁଧ ଲାଗେ? ସୁଧ ତ ବାଜାଜ ଫାଇନାନ୍ସରେ ନୋ ଇଣ୍ଟରେଷ୍ଟ କିଛି ନାହିଁ। ଗୋଟେ ପ୍ରୋସେସିଂ ଲାଗେ, ପ୍ରୋସେସିଂ ଫିସ୍, ଆଉ ଆପଣଙ୍କର କାର୍ଡ଼ ଚାର୍ଜେସ୍, ଇନ୍ସୁରାନ୍ସ ଫାଷ୍ଟ ଟାଇମ୍ ୱାନ୍ ଟାଇମ୍ ଗୋଟେ ଇନ୍ସୁରାନ୍ସ ହୁଏ, ଆଉ ଫ୍ରି ଅଫ୍ କଷ୍ଟ ପାଇଁ ଇଣ୍ଟରେଷ୍ଟ କିଛି ନାହିଁ। ଆପଣ ଆଜିକାଲି ବର୍ତ୍ତମାନ ଆମେ ଦେଖୁଛୁ 80% କଷ୍ଟମର ପାଖରେ ବାଜାଜ କାର୍ଡ଼ ଅଛି, ଯାହାକି ଆପଣ ଯେଉଁଠି ବି ବାଜାଜ କାର୍ଡ଼ କରିଥାନ୍ତୁ, ଆପଣ ଚାହିଁଲେ ଯିଏ ଆମ କାଉଣ୍ଟରରୁ ପରଚେସ୍ ବି କରିପାରିବେ। ଧରନ୍ତୁ ଭୁବନେଶ୍ୱରର କାର୍ଡ଼ ହଉ ଆମ ପାଖରେ ନେଇପାରିବେ, ପୁରୀର ହଉ, ଖୋର୍ଦ୍ଧାର ହଉ, ଯେକୌଣସି ଆମ ଓଡ଼ିଶାର ଯେକୌଣସି ଏରିଆର ଲୋକ ହୁଅନ୍ତୁ, ଆମେ ଛୋଟ ଦୋକାନ ହେଲେ ବି ମଧ୍ୟ ଆମେ ଏଠାରେ ଆଭେଲେବୁଲ୍ ପ୍ରତ୍ୟେକ କଷ୍ଟମରଙ୍କ ସୁବିଧା ଏବଂ ବେପାର ଏବଂ ତାଙ୍କର ସର୍ଭିସ, ଗ୍ୟାରେଣ୍ଟି, ୱାରେଣ୍ଟି ପ୍ରତ୍ୟେକ ପାଇଁ ଆମେ ନିଜେ ବି ରେସ୍ପନ୍ସିବିଲିଟି ଦାୟିତ୍ୱ ନେଇକି ଆମେ ଏସବୁ କାମ କରୁ। କଷ୍ଟମର ମାନେ କଣ କହିବେ? କଷ୍ଟମର, ମୁଁ ତ ସବୁବେଳେ କୁହେ କଷ୍ଟମର ମୋର ହିଁ ଈଶ୍ୱର। ସେମାନଙ୍କ ଆଶୀର୍ବାଦ, ସେମାନଙ୍କର ମୋ ପ୍ରତି ଭଲ ପାଇବା, ଯାହାଦ୍ୱାରା ମୁଁ ଏଇଭଳି ଏକ ଛୋଟିଆ ଗାଁ, ସେ ଜାଗାରେ ମୁଁ ଆଜି ପର୍ଯ୍ୟନ୍ତ ଦୀର୍ଘ 14 ବର୍ଷର ସମାପ୍ତି ପରେ ଏ ଜାଗାରେ ଏପର୍ଯ୍ୟନ୍ତ ମୁଁ ଅଛି। ଆଜିକାଲି ଦୁନିଆରେ ଏଇ ଛୋଟିଆ ଅଞ୍ଚଳରେ 14 ବର୍ଷ ରହିବା ବହୁତ କଷ୍ଟକର, ଖାସ କରିକି ଇଲେକ୍ଟ୍ରୋନିକ ଜିନିଷ ଉପରେ। କାରଣ ଆଜିକାଲି ଯେଉଁ ଅନଲାଇନର ଯେଉଁ ଭଳି ଦବଦବା, ସେ ଆମକୁ ଦୋକାନୀ, ଆମ ଭଳି ଦୋକାନୀ ଭାଇମାନେ ବଞ୍ଚିବା ଏବେ ବି ବହୁତ ସଂଘର୍ଷ କରୁଛନ୍ତି। ସବୁ କଷ୍ଟମର ମୋର ହିଁ ସବୁବେଳେ ଭଗବାନ, ସବୁବେଳେ ଗୋଟେ କଥା କୁହେ।